ଆର୍ଆଇଙ୍କୁ ମାରଣାନ୍ତକ ଆକ୍ରମଣ। ନ୍ୟାୟ ପାଇଁ ଚାନ୍ଦବାଲି ଥାନା ଓ ମାଜିଷ୍ଟ୍ରେଟଙ୍କ ପାଖରେ ଦ୍ୱାରସ୍ଥ ହେଲେ ଆର୍ଆଇ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ତହସିଲ ଅଧୀନ ସାରଣା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ। ଆର୍ଆଇ ତାପସ ରଞ୍ଜନ ଜେନା ଅଫିସରେ କାର୍ଯ୍ୟ କରୁଥିବା ସମୟରେ ଭୂଇଁବୃତ୍ତି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ସୁବାସ ଦାସ ନାମକ ଜଣେ ଯୁବକ ଆର୍ଆଇ ଅଫିସକୁ ଯାଇ କିଛି ବେଆଇନ କାମ କରିବା ପାଇଁ କହିଥିଲେ। କିନ୍ତୁ ଆର୍ଆଇ ତାପସ ରଞ୍ଜନ ଜେନା ତାଙ୍କୁ ମନା କରିଦେବାରୁ ସୁବାସ ଦାସ ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଆର୍ଆଇ ତାପସ ରଞ୍ଜନ ଜେନାଙ୍କ ଦେହ ଅସୁସ୍ଥ ହେବାରୁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ନ୍ୟାୟ ପାଇଁ ଆର୍ଆଇ ଚାନ୍ଦବାଲି ଥାନାରେ ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଚାନ୍ଦବାଲି ତହସିଲଦାର କହିଛନ୍ତି ଏଭଳି କାଣ୍ଡ ଘଟାଇଥିବା ବ୍ୟକ୍ତି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଚାନ୍ଦବାଲିରୁ ସୁରେଶ ସାହୁଙ୍କ ସହ ଟୁକୁନା ତରାଇଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।